ପ୍ରସଙ୍ଗର ଶୀର୍ଷକ ହେଉଛି ଆପଣ ପ୍ରେମରେ ପଡ଼ିଛନ୍ତି କି? ପ୍ରସଙ୍ଗର ଶୀର୍ଷକ ହେଲା ଆପଣ ପ୍ରେମରେ ପଡ଼ିଛନ୍ତି କି? ବିଶେଷ କରି ସମ୍ବାଦଟି ଯୁବାମାନଙ୍କ ପାଇଁ, ଯେମାନେ ସ୍କୁଲ କଲେଜରେ ପଢ଼ନ୍ତି, ଯେମାନଙ୍କର ବିବାହ ବୟସ ହେଇନାହିଁ ଏବେ ପର୍ଯ୍ୟନ୍ତ, ବା ସେମାନେ ବିବାହ ବୟସରେ ପାଦ ଦେଉଛନ୍ତି। ମୁଁ ସେମାନଙ୍କ ପାଇଁ 5ଟି ପରାମର୍ଶ ରଖିବା ପାଇଁ ଚାହେଁ। ଯେଉଁମାନେ ପ୍ରେମରେ ପଡ଼ିଛନ୍ତି ବା ପ୍ରେମରେ ପଡ଼ିବା ପାଇଁ ଯାଉଛନ୍ତି, ସେମାନଙ୍କ ନିମନ୍ତେ ମୁଁ 5ଟି ପରାମର୍ଶ ରଖିବା ପାଇଁ ଚାହେଁ, ଯାହା ବାସ୍ତବରେ ଆମ ଯୁବାମାନଙ୍କୁ ସାହାଯ୍ୟ କରିବ, ଯେପରି ସେମାନେ ଆଗକୁ ଧ୍ୟାନ ଦେବେ। ସେମାନେ ପ୍ରେମ କରିବା ପୂର୍ବରୁ ବା ବିବାହରେ ଆଗକୁ ବଢ଼ିବା ପୂର୍ବରୁ। ପ୍ରଥମ ବିଷୟ କହିବା ପାଇଁ ଚାହେଁ, ଆପଣ ପ୍ରେମରେ ପଡ଼ିଛନ୍ତି କି? ଏହି ପ୍ରସଙ୍ଗରେ କହିବା ପାଇଁ ପ୍ରଥମ ବିଷୟ ହେଲା ନିଜ ବୟସକୁ ଧ୍ୟାନ ଦିଅନ୍ତୁ। ଆପଣ ପ୍ରେମରେ ପଡ଼ିବା ପୂର୍ବରୁ ଆପଣର ବୟସକୁ ଦେଖନ୍ତୁ। ଆପଣ ଯଦି 20 ବର୍ଷରୁ କମ୍, ପ୍ରେମରେ ପଡ଼ନ୍ତୁ ନାହିଁ। ପ୍ରେମ ନ କଲେ ଭଲ, ନଚେତ୍ ଆପଣଙ୍କ ଶିକ୍ଷା, ଆପଣଙ୍କ ଭବିଷ୍ୟତ, ଏପରିକି ଆପଣଙ୍କ ଚରିତ୍ର ମଧ୍ୟ ନଷ୍ଟ ହୋଇପାରେ ଏବଂ ଆପଣ ସବୁ କ୍ଷେତ୍ରରେ ଅକ୍ଷମ ହେବେ। ଆପଣଙ୍କ ଭବିଷ୍ୟତ ଅନ୍ଧକାରମୟ ହେବ, କିନ୍ତୁ ତା ସହିତ ଆପଣ ଶିକ୍ଷା ମଧ୍ୟ ଉତ୍ତମ ଭାବରେ ସମ୍ପନ୍ନ କରିପାରିବେ ନାହିଁ ଏବଂ ଆପଣଙ୍କ ଚରିତ୍ର ମଧ୍ୟ କଷ୍ଟ ପାଇବ। ପ୍ରଭୁଙ୍କ ଦାସ ଭାବରେ ମୁଁ କହିବା ପାଇଁ ଚାହେଁ, ଶାରୀରିକ ଆବେଗ ଓ ଆତୁରତାକୁ ନିୟନ୍ତ୍ରଣ ବା ସଂଯତ କରନ୍ତୁ। କାରଣ କ'ଣ କରିବା ଉଚିତ ବା ଅନୁଚିତ ତାହା ଆପଣ ଜାଣିନଥାନ୍ତି ଏବଂ ଏହା ଦ୍ୱାରା ଆପଣ ବିରାଟ ଭୁଲ କରି ବସିବେ। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ପ୍ରଥମ ବିଷୟ, ଆପଣଙ୍କର ବୟସକୁ ଧ୍ୟାନ ଦିଅନ୍ତୁ। ଏହା ମୋର ପ୍ରେମ କରିବାର ବୟସ କି? କାରଣ ଆଜି ଆମେ ଯେଉଁ ଜଗତରେ ଯାହା ଦେଖୁଛୁ, ଆମ ଚତୁଃପାର୍ଶ୍ୱରେ ଯାହା ଦେଖୁଛୁ, ସ୍କୁଲ କଲେଜ ପଢୁଥିବା ପିଲାମାନେ, ଟିନ୍ ଏଜ୍ର ପିଲାମାନେ, ବିଶେଷ କରି ଆପଣଙ୍କ ବୟସ ଯେଉଁମାନେ ରହିଛନ୍ତି, ସେମାନେ ଆଗ ପଛ ଆଉ କିଛି ବିଚାରନ୍ତି ନାହିଁ। ସେମାନେ ବିଭିନ୍ନ ମାଧ୍ୟମରେ ସେମାନେ ଆକର୍ଷିତ ହୁଅନ୍ତି ଆଉ ସେଇ ସମୟରେ ଭୁଲ କରି ବସନ୍ତି ଯେ ସେମାନେ ଯାହା କରିବା ଉଚିତ ନୁହେଁ, ସମୟ ଅନୁସାରେ ଯାହା କରିବା ଉଚିତ ନୁହେଁ ତାହା କରି ବସନ୍ତି। ପ୍ରଥମ ବିଷୟ, ଆପଣ ଯେତେବେଳେ ଛାତ୍ର ଅବସ୍ଥାରେ ରହିଛନ୍ତି, ସେହି ସମୟରେ ଆପଣଙ୍କ ଶିକ୍ଷାକୁ ଗୁରୁତ୍ୱ ଦେବେ, ଆପଣଙ୍କ ଭବିଷ୍ୟତକୁ ଗୁରୁତ୍ୱ ଦେବେ। ଆଗ ଶିକ୍ଷା, ଆଗ ଭବିଷ୍ୟତ, ଆଗ ଚରିତ୍ର, ତାପରେ ଆପଣ ଚୟନ କରିବେ ଆପଣ କାହାକୁ ଭଲ ପାଇବେ ବା ବାହା ହେବେ। ଏହା ଦ୍ୱିତୀୟ ବିଷୟ ଅଟେ। ତେଣୁ ଆପଣ ମାନେ ପ୍ରଥମରେ ଯୋଉ ବୟସକୁ ଧ୍ୟାନ ଦିଅନ୍ତୁ, ଏହା ମୋର ପ୍ରେମ କରିବାର ବୟସ କି? ପ୍ରେମରେ ପଡ଼ିବା ପୂର୍ବରୁ ଆପଣ ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କର ପ୍ରେମ କରିବାର ବୟସ ହେଇଛି କି? ଆଉ ଦ୍ୱିତୀୟ ବିଷୟ, ପାଠପଢ଼ା ଓ ଭବିଷ୍ୟତ ଗଠନକୁ ଅଧିକ ଧ୍ୟାନ ଦିଅନ୍ତୁ। ଆପଣ ପ୍ରେମରେ ପଡ଼ିବା ପୂର୍ବରୁ ଆପଣଙ୍କର ପାଠପଢ଼ା ଏବଂ ଭବିଷ୍ୟତକୁ ଅଧିକ ଧ୍ୟାନ ଦିଅନ୍ତୁ। ଆପଣ ଯୁବାବସ୍ଥାରେ ଉତ୍ତମ ଭାବରେ ପାଠ ପଢ଼ି ଭବିଷ୍ୟତ ଗଠନ କରିବା ସମୟ। ଯଦି ଆପଣ ଭବିଷ୍ୟତ ଗଠନ କରିବେ ନାହିଁ, ପରବର୍ତ୍ତୀ ସମୟରେ ଆପଣ କାନ୍ଦିବେ। କାରଣ ଆମେ ଯେଉଁ ସମୟରେ ବସବାସ କରୁଛୁ, ଶିକ୍ଷାର ଅଧିକ ଗୁରୁତ୍ୱ ରହିଛି। ଭବିଷ୍ୟତ ନିର୍ମାଣରେ ଆପଣଙ୍କ ଶିକ୍ଷାର ଆବଶ୍ୟକତା ଅଧିକ ରହିଛି। ଯଦି ଉତ୍ତମ ଭବିଷ୍ୟତ ଆପଣ ଚାହୁଁଛନ୍ତି, ତେବେ ଆପଣଙ୍କୁ ଉତ୍ତମ ଭାବରେ ପଢ଼ିବାକୁ ପଡ଼ିବ। କିନ୍ତୁ ଯଦି ଆପଣ ପ୍ରେମରେ ପଡ଼ିବେ, ଆପଣଙ୍କ ପାଠପଢ଼ା ଏବଂ ଭବିଷ୍ୟତ ଗଠନରେ ବ୍ୟାଘାତ ସୃଷ୍ଟି ହେବ। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଯଦି এই 2ଟି ବିଷୟ ଆପଣ ନଷ୍ଟ କରିବେ, ଆଗକୁ ଆପଣଙ୍କ ପାଇଁ ଆଉ କିଛି ସମାଧାନ ନଥିବ। ଆପଣ ପଥଭ୍ରଷ୍ଟ ହେବେ ଏବଂ ଜୀବନ ସାରା ହନ୍ତସନ୍ତ ହେବେ। ପାଠ ନଥିଲେ ଭଲ ପ୍ରସ୍ତାବ ବି ଆସେ ନାହିଁ। ପାଠ ପଢ଼ିନଥିଲେ ଆପଣ ଭଲ ଜବ୍ ବି କରିପାରିବେ ନାହିଁ, ନିଜ ଗୋଡ଼ରେ ଠିଆ ହେଇପାରିବେ ନାହିଁ। ଆପଣଙ୍କ ଭବିଷ୍ୟତ ଅନ୍ଧକାରମୟ ହେଇଯିବ। ତେଣୁ ଆପଣ ପ୍ରେମରେ ପଡ଼ିବା ପୂର୍ବରୁ, ଆଜି ଅନେକ ଯୁବା ପୁଅ ଝିଅମାନେ କିଶୋର ଅବସ୍ଥାରେ ବା ସ୍କୁଲ ପଢ଼ିବା ବୟସରେ ପ୍ରେମରେ ପଡ଼ି ସେମାନଙ୍କ ପାଠପଢ଼ା, ସେମାନଙ୍କ ଭବିଷ୍ୟତକୁ ନଷ୍ଟ କରିଛନ୍ତି। ଏପରିକି ସେମାନଙ୍କ ଚରିତ୍ର ମଧ୍ୟ ନଷ୍ଟ ହୋଇଛି ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ କାନ୍ଦିବା ପାଇଁ ପଡ଼ିଛି। ଆଉ କାନ୍ଦିବା ଛଡ଼ା କିଛି ନଥାଏ। ତେଣୁ ଆପଣଙ୍କୁ ଏହା ଆମର ଦ୍ୱିତୀୟ ପରାମର୍ଶ ଯେ ପାଠପଢ଼ା ଓ ଭବିଷ୍ୟତକୁ ଅଧିକ ଧ୍ୟାନ ଦିଅନ୍ତୁ।
ଯଦି ଆପଣ ପ୍ରେମରେ ପଡ଼ିଛନ୍ତି ବର୍ତ୍ତମାନ ଆପଣ ଚିନ୍ତା କରିପାରିବେ। ଆଉ ତୃତୀୟ ବିଷୟ, ଆପଣ ଯୋଉ ପୁଅ ବା ଝିଅକୁ ଭଲ ପାଉଛନ୍ତି ବା ଭଲ ପାଇବାକୁ ଯାଉଛନ୍ତି ସେ ସମ୍ପର୍କକୁ ଟିକେ ଧ୍ୟାନ ଦିଅନ୍ତୁ। ଯାହାଙ୍କ ସହିତ ଆପଣ ଅଳ୍ପ ସମୟ ମଧ୍ୟରେ ଏତେ ଘନିଷ୍ଠ ହୋଇଛନ୍ତି ଆଉ ଦ୍ରୁତ ଗତିରେ ଆଗକୁ ବଢି ଚାଲିଛନ୍ତି, ମାଡ଼ି ଚାଲିଛନ୍ତି, ବାସ୍ତବରେ ସେ କଣ ଆପଣଙ୍କ ପାଇଁ ଉପଯୁକ୍ତ ପାତ୍ର ବା ପାତ୍ରୀ ଅଟନ୍ତି? ଏ ପ୍ରେମ ସମ୍ପର୍କକୁ ନେଇ ଆପଣ ଭବିଷ୍ୟତ ଗଠନ କରିପାରିବେ କି? ଟାଇମ ପାସ୍ କରନ୍ତୁ ନାହିଁ। ପାଠ ପଢିବା ସମୟରେ ଟାଇମ ପାସ୍ ନାହିଁ, ଭବିଷ୍ୟତ ଗଠନ କରିବା ସମୟରେ ଟାଇମ ପାସ୍ ନାହିଁ, ଚରିତ୍ରରେ ଟାଇମ ପାସ୍ କରାଯାଏ ନାହିଁ, ବିବାହ ସମ୍ପର୍କରେ ଆଗକୁ ବଢିବା ସମୟରେ ଟାଇମ ପାସ୍ କରାଯାଏ ନାହିଁ। ତେଣୁ ଆପଣଙ୍କର ଏ ସମ୍ପର୍କରେ, ଭବିଷ୍ୟତ ସମ୍ପର୍କରେ ଆପଣଙ୍କ ଜ୍ଞାନ ସୀମିତ ଥିବାରୁ ଆପଣ ଯୋଉ ପୁଅ ବା ଝିଅ ସହିତ ସମ୍ପର୍କ ସ୍ଥାପନ କରୁଛନ୍ତି, ବନ୍ଧୁତା ସ୍ଥାପନ କରୁଛନ୍ତି, ସେ ସମ୍ପର୍କ ଆପଣ ସଚେତନ ହେବା ଦରକାର। ପ୍ରେମ ସାମୟିକ ଉତ୍ତେଜନା ନୁହଁ, ଏହା ଟାଇମ ପାସ୍ ନୁହଁ, ଏହା ଅତି ଚିନ୍ତା କରିକି ଆଗକୁ ବଢିବା ପାଇଁ ପଡିବ। ଆଜି ଯୁବାମାନେ ଘରୁ ବାହାରେ ଯାଇ ବାହାରେ ରହି ପାଠ ପଢନ୍ତି, ସ୍କୁଲ କଲେଜରେ ରୁହନ୍ତି, ୟୁନିଭର୍ସିଟିରେ ରୁହନ୍ତି, ଏକାଠି ରୁହନ୍ତି, ମିଶିକି ଟ୍ୟୁସନ ପଢନ୍ତି, ଟ୍ୟୁଟୋରିଆଲରେ ଯାଆନ୍ତି ଏବଂ ଅଜଣା ଅଚିହ୍ନା ବ୍ୟକ୍ତିମାନଙ୍କ ଉପରେ ଭରସା କରି ନିଜର ସର୍ବସ୍ୱ ସମର୍ପଣ କରିଦିଅନ୍ତି। ଏହା କଣ ଠିକ? ଆପଣ ସବୁ ବଦଳାଇ ପାରିବେ, ଜୀବନସାଥୀ ବଦଳାଇ ପାରିବେନି। ତେଣୁ ଚିନ୍ତା କରନ୍ତୁ, ପ୍ରାର୍ଥନା କରନ୍ତୁ, ଅପେକ୍ଷା କରନ୍ତୁ ଏବଂ ପରିବାରକୁ ମଧ୍ୟ ଧ୍ୟାନ ଦିଅନ୍ତୁ। ଯାହାକୁ ପ୍ରେମ କରୁଛନ୍ତି ଭବିଷ୍ୟତରେ ବାହା ହେବେ ତ? ସେ ପୁଅ ବା ଝିଅ ଯୋଉ ପରିବେଶରେ ରୁହନ୍ତି ଆପଣ ସେ ପରିବେଶ ତ ଖାପ ଖୁଆଇ ରହିପାରିବେ ତ? ସେ ପୁଅ ବା ଝିଅ ଯୋଉ ପରିବାରରୁ ଆସେ ସେ ପରିବାର ତ ଆପଣଙ୍କର ବନ୍ଧୁତା ସ୍ଥାପନ ହେଇପାରିବ ତ? ଆମେ ବେଳେ ବେଳେ ଭାବୁ ସେ ମୋର ରିଲେଟିଭ, ସେ ମୋର କଜିନ, ଭାବ ପ୍ରବଣତାରେ ଆଉଜି ପଡି କିଛି ଭୁଲ କରନ୍ତୁ ନାହିଁ, କିଛି ଭୁଲ କରନ୍ତୁ ନାହିଁ। ମୁଁ କହିବା ପାଇଁ ଚାହେଁ, ଅବିଶ୍ୱାସୀ ସହ ତ ପ୍ରଶ୍ନ ଉଠୁନାହିଁ, ବିଶ୍ୱାସୀ ହେଲେ ମଧ୍ୟ ସମୟ ଅପେକ୍ଷା କରନ୍ତୁ। ପୁଅ ଝିଅ ପରସ୍ପର ସମ୍ପର୍କରେ ଟିକେ ଧ୍ୟାନ ଦିଅନ୍ତୁ। ପ୍ରେମରେ ପଡିବା ପୂର୍ବରୁ ଏହା ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ମୁଁ ଗୋଟେ ଶିକ୍ଷାବିତ ଭାବରେ କହୁନାହିଁ, ଗୋଟେ ସାଇକୋଲୋଜିଷ୍ଟ ଭାବରେ କହୁନାହିଁ, ଗୋଟେ ପ୍ରଭୁଙ୍କ ଦାସ ଭାବରେ କହୁଛି। କାରଣ ଆପଣଙ୍କ ଭବିଷ୍ୟତ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ, ଆପଣଙ୍କ ଚରିତ୍ର ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ସମୟରେ ଶିକ୍ଷା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ଆଗାମୀ ସମୟରେ ଅଶିକ୍ଷିତ ଲୋକମାନଙ୍କ ପାଇଁ ସ୍ଥାନ ବହୁତ କମ ଥିବ, କାରଣ ଶିକ୍ଷା ନଥିଲେ ଆପଣ କୋଉଠି ଠିଆ ହେଇପାରିବେନି। ତେଣୁ ଏ ପ୍ରେମରେ ପଡିବା ପୂର୍ବରୁ ଆପଣ ଆପଣଙ୍କ ଶିକ୍ଷା ବିଷୟ ଚିନ୍ତା କରନ୍ତୁ, ଆପଣଙ୍କ ଭବିଷ୍ୟତ ବିଷୟ ଚିନ୍ତା କରନ୍ତୁ, ତାପରେ ପ୍ରେମ କରିବା ପାଇଁ ବୟସ ଅଛି, ବୟସ କୁଆଡେ ଯାଉନାହିଁ। ଆଉ ଚତୁର୍ଥ ବିଷୟ ମୁଁ ଆପଣଙ୍କ ସମ୍ମୁଖରେ ରଖିବା ପାଇଁ ଚାହେଁ, ଆବେଗକୁ ନିୟନ୍ତ୍ରଣ କରନ୍ତୁ। ଆବେଗକୁ ନିୟନ୍ତ୍ରଣ କରନ୍ତୁ। ଆବେଗରେ ବଶବର୍ତ୍ତୀ ହେଇକି କୌଣସି ଭୁଲ କରନ୍ତୁ ନାହିଁ। ବାଇବେଲ କୁହେ ପ୍ରେମକୁ ଉତ୍ତେଜିତ କରନ୍ତୁ ନାହିଁ। ପରମ ଗୀତ ତାର 2 ପର୍ବ 7 ପଦରେ ଲେଖାଯାଏ, ପ୍ରେମକୁ ଉତ୍ତେଜିତ କରନ୍ତୁ ନାହିଁ। ମୁଁ ବେଳ ଥାଉ ଥାଉ ଆପଣଙ୍କୁ ସତର୍କ କରାଉଛି, ପ୍ରେମକୁ ଉତ୍ତେଜିତ କଲା ଭଳି, ଆପଣଙ୍କ ଶରୀରକୁ ଉତ୍ତେଜିତ କଲା ଭଳି କୌଣସି ପ୍ରକାର ଟିଭି ପ୍ରୋଗ୍ରାମ ଆପଣ ଦେଖନ୍ତୁ ନାହିଁ। ଏ ପ୍ରକାର କୌଣସି କାର୍ଯ୍ୟକ୍ରମ ଆପଣ ଦେଖନ୍ତୁ ନାହିଁ ଯାହା ଦ୍ୱାରା ଆପଣ ଉତ୍ତେଜିତ ହେଇପାରିବେ, ଆପଣଙ୍କର ଆବେଗକୁ ଆପଣ କଣ୍ଟ୍ରୋଲ କରିପାରିବେ ନାହିଁ। ଏ ପ୍ରକାର କାର୍ଯ୍ୟକ୍ରମ ଦେଖନ୍ତୁ ନାହିଁ, ଏ ପ୍ରକାର ମ୍ୟାଗାଜିନ୍ ଆପଣ ପଢନ୍ତୁ ନାହିଁ, ଏ ପ୍ରକାର ୱେବସାଇଟ ଆପଣ ଖୋଲନ୍ତୁ ନାହିଁ, ଏ ପ୍ରକାର ୟୁଟ୍ୟୁବ ଚ୍ୟାନେଲରେ ଆପଣ ଯାଆନ୍ତୁ ନାହିଁ, ଏ ପ୍ରକାର ଫ୍ରେଣ୍ଡସ୍ ଆପଣ ରଖନ୍ତୁ ନାହିଁ। ଯଦି ଆପଣ କାହାକୁ ପସନ୍ଦ କରୁଛନ୍ତି ଅପେକ୍ଷା କରନ୍ତୁ ଏବଂ ସ୍ଥିର ହୋଇ ରୁହନ୍ତୁ, ସ୍ଥିର ଭାବରେ ନିଷ୍ପତ୍ତି ନିଅନ୍ତୁ। ଏହା ମୁଁ କହିବା ପାଇଁ ଚାହେଁ। ପରମ ଗୀତ ତାର 2 ପର୍ବ 7 ପଦରେ ଲେଖାଯାଏ, ମୁଁ ଆପଣଙ୍କ ପାଇଁ ଦ୍ୱିତୀୟ ଅଂଶ ପଢୁଛି, ପ୍ରେମର ବାସନା ନହିବା ପର୍ଯ୍ୟନ୍ତ ତୁମେ ମାନେ ପ୍ରେମକୁ ଯୋଗାଅ ନାହିଁ କି ଉତ୍ତେଜନା କର ନାହିଁ। ସମୟ ପୂର୍ବରୁ ପ୍ରେମକୁ ଉତ୍ତେଜିତ କରନ୍ତୁ ନାହିଁ। ଏ ପ୍ରେମକୁ ଉତ୍ତେଜିତ କରିବା ପାଇଁ ଏଇ ମାଧ୍ୟମ ଗୁଡାକ ବହୁତ, ଏ ନିଶା ଦ୍ରବ୍ୟ, ଏ ଭଲଗର ମ୍ୟାଗାଜିନ୍, ଏ ୱେବସାଇଟ, ୟୁଟ୍ୟୁବ, ଟିଭି ଚ୍ୟାନେଲ, ଅନେକ ଟିଭି ପ୍ରୋଗ୍ରାମ, ଅନେକ ସିନେମା ଗୁଡାକ ରହିଛି
ଯାହା ଆପଣଙ୍କୁ ଗାତରେ ପକାଇଦେବ। ଆଜିର ପିଲାମାନେ ଯେଭଳି ଭାବରେ ସେମାନେ ପ୍ରେମକୁ ଆଖି ବୁଝା ଯାଉଛନ୍ତି, ଏହା ବ୍ରେକ୍ ଫେଲ୍ ଗାଡି ଭଳିଆ, ସେମାନେ କୁଆଡେ ଯାଉଛନ୍ତି ସେମାନେ ଜାଣନ୍ତି ନାହିଁ। ଏକଥା ମୁଁ କାହିଁକି କହୁଛି, ବୟସ କମ୍ ଥିବାରୁ ଆପଣ ଦୂରଦୃଷ୍ଟି ନୁହନ୍ତି, ସଠିକ ବ୍ୟକ୍ତିଙ୍କୁ ଆପଣ ଚୟନ କରିପାରିବେ ନାହିଁ। ଏ ସମ୍ପର୍କରେ ଆପଣ କାହାରି ପରାମର୍ଶ ବି ନେଇପାରିବେ ନାହିଁ। ତେଣୁ ଭୁଲ କରିବାର ସମ୍ଭାବନା ଅଧିକ ରହିଛି। ଗୁପ୍ତ ପ୍ରେମ କଷ୍ଟ ଦିଏ, ସମସ୍ୟା ସୃଷ୍ଟି କରେ। ତେଣୁ ଆପଣ କଣ କରିବେ? ଆବେଗକୁ ଆପଣ ନିୟନ୍ତ୍ରଣ କରିବେ। ଆପଣଙ୍କ ଆବେଗକୁ ନିୟନ୍ତ୍ରଣ କରିବେ। ଆପଣ ଏ ପ୍ରକାର ସାଙ୍ଗସାଥି ସହିତ ରୁହନ୍ତୁ ନାହିଁ, ଏ ପ୍ରକାର ଚାଟିଂ କରନ୍ତୁ ନାହିଁ, ଏ ପ୍ରକାର ମାହୋଲକୁ ଯାଆନ୍ତୁ ନାହିଁ ଯୋଉଠି ଆପଣଙ୍କର ଆବେଗ ଉତ୍ତେଜିତ ହେବ ଏବଂ ଆପଣ ଭୁଲ କରି ବସିବେ। ଆପଣ ପ୍ରେମରେ ପଡ଼ିଛନ୍ତି କି ବା ପ୍ରେମରେ ପଡ଼ିବାକୁ ଯାଉଛନ୍ତି କି, ଏ ବିଷୟ ଗୁଡାକ ଆପଣ ସତର୍କ ହେବା ଦରକାର, ଯାହା ଦ୍ୱାରା ଆପଣଙ୍କର ଶିକ୍ଷା, ଆପଣଙ୍କ ଭବିଷ୍ୟତ, ଆପଣଙ୍କ ଚରିତ୍ର, ଏପରିକି ଆପଣଙ୍କର ପରବର୍ତ୍ତୀ ଜୀବନ ବା ଜୀବନ ସାଥୀ ମଙ୍ଗଳଜନକ ହେଇପାରିବ। ପଞ୍ଚମ ବିଷୟ, ଆପଣ ପ୍ରେମରେ ପଡ଼ିଛନ୍ତି କି ପ୍ରସଙ୍ଗରେ ପଞ୍ଚମ ବିଷୟ ରଖିବା ପାଇଁ ଚାହେଁ, ଥରେ ଆପଣଙ୍କ ଅଭିଭାବକଙ୍କ ସମ୍ପର୍କରେ ଭାବି ଦେଖନ୍ତୁ। ଆପଣଙ୍କ ପ୍ୟାରେଣ୍ଟସ୍, ଆପଣ ନିଜ ଘର ଲୋକ ବିଷୟ ଟିକେ ଭାବି ଦେଖନ୍ତୁ। ପ୍ରେମ କରିବା ସମୟରେ କଣ ହୁଏ, ଆମେ କାହା ବିଷୟରେ ଭାବି ନଥାଉ। ପ୍ରେମରେ ପଡ଼ିବା ପୂର୍ବରୁ ନା ବାପା, ନା ମା, ନା ଭାଇ, ନା ପରିବାର, ନା ଈଶ୍ୱର, ନା ମଣ୍ଡଳୀ କିଛି ମାଇଣ୍ଡରେ ଆସେ ନାହିଁ, କେବଳ ପ୍ରେମ ହିଁ ଦେଖାଯାଏ। ଥରେ ଆପଣଙ୍କ ପ୍ୟାରେଣ୍ଟସ୍ଙ୍କ କଥା ଭାବି ଦେଖନ୍ତୁ। ଆପଣଙ୍କର ଗୋଟିଏ ଭୁଲ ନିଷ୍ପତ୍ତି ଆପଣଙ୍କ ପାଇଁ ସବୁଦିନ ପାଇଁ ଦୁଃଖ ଆଣିପାରେ। ପରିବାର ଅପମାନିତ ହେବେ, ଲଜ୍ଜିତ ହୋଇପାରନ୍ତି। ଆପଣଙ୍କ ଏହି ପ୍ରେମ ସମ୍ପର୍କର ପରିଣାମ କଣ ହବ ତା ଆପଣ ଜାଣନ୍ତି ବି ନାହିଁ। ଗୋଟିଏ ଭୁଲ ନିଷ୍ପତ୍ତି ଆପଣଙ୍କୁ ବହୁତ ଭୁଲ, ଏଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ବିଷୟ ଅଟେ। ପ୍ରେମ ଲାଇଫର ବହୁତ ଇମ୍ପୋର୍ଟାଣ୍ଟ ବିଷୟ ଅଟେ। ତେଣୁ ଆପଣଙ୍କୁ ଏହା ଅତି ଗୁରୁତ୍ୱପୂର୍ଣ୍ଣ ଭାବରେ ନେବାର ଅଛି। ଜଗତର ପିଲାମାନେ ଯେଭଳି ଭାବରେ କାହାରି ପରାମର୍ଶ ଲଢ଼ନ୍ତି ନାହିଁ, ପାଠ ପଢିବା ସମୟରେ, ସ୍କୁଲ ପଢିବା ସମୟରେ ଯୋଉଠି ଦେଖିଲେ ପ୍ରେମରେ ପଡନ୍ତି, ସେ ଲୋକକୁ ଜାଣି ନାହିଁ, ଚିହ୍ନି ନାହିଁ ସେ ଲୋକଟା, ସେ କୋଉ ରାଜ୍ୟର, କୋଉ ଭାଷାର, କୋଉ ଗାଁର, ତାର ପୃଷ୍ଠଭୂମି କଣ, ସେ କି ପ୍ରକାର, କିଛି ନ ଭାବି ହୃଦୟ ଦେଇ ବସନ୍ତି ଏବଂ ପରିଶେଷରେ ଅପମାନିତ ହେବା ଛଡା ଆଉ କିଛି ବଳକା ନଥାଏ। ଆପଣଙ୍କର ଗୋଟିଏ ଭୁଲ ନିଷ୍ପତ୍ତି, ଆପଣ ଜାଣନ୍ତି, ପୁଅ ଝିଅମାନଙ୍କୁ ପଚାରିବା ପାଇଁ ଚାହେଁ, କହିବା ପାଇଁ ଚାହେଁ, ଆପଣ ଜାଣନ୍ତି ଆପଣ ମାନେ ଆପଣଙ୍କ ବାପା ମାଙ୍କ ପାଇଁ ସବୁ କିଛି ଅଟନ୍ତି। ସାନଟି ବେଳରୁ ଆପଣଙ୍କ ପାଇଁ ସେମାନେ ସବୁ କରି ଆସିଛନ୍ତି। ଆପଣଙ୍କୁ ପାଠ ପଢେଇବା, ଆପଣଙ୍କ ଯତ୍ନ ନେବା, ଆପଣଙ୍କ କ୍ୟାରିୟର ତିଆରି କରିବା। ଯଦି ବାପା ମା ଆପଣଙ୍କ ପାଇଁ ଏତେ ସବୁ ଚିନ୍ତା କରୁଛନ୍ତି, ଆପଣ ଥରେ ବି ଚିନ୍ତା କରିବେ ନାହିଁ ବାପା ମାଙ୍କ ପାଇଁ? ସ୍ୱାର୍ଥୀ ହେଇଯିବେ? ସେମାନେ ତ ସ୍ୱାର୍ଥୀ ହେଇନାହାନ୍ତି। ଆପଣଙ୍କ ପାଇଁ ଯାହା ଉତ୍ତମ ତାହା କରିଛନ୍ତି, କିନ୍ତୁ ଆପଣ ଏତେ ବଡ ଡିସିସନ ନେବା ସମୟରେ ଆପଣଙ୍କ ପିତାମାତାଙ୍କ ପରାମର୍ଶ କେମିତି ନେବେ ନାହିଁ? ପ୍ରେମ ଅନ୍ଧ ଅଟେ, ଆମେ ଜାଣୁ। ତେଣୁ ଅଭିଭାବକ, ଆତ୍ମିକ ନେତୃବୃନ୍ଦ, ସେମାନଙ୍କ ପରାମର୍ଶ ଆମ ପାଇଁ ଆଶାବାଡି ସଦୃଶ୍ୟ ଅଟେ। ସହମତି କ୍ରମେ ଆଗକୁ ବଢନ୍ତୁ, ସମୟ ଅନୁସାରେ ଆଗକୁ ବଢନ୍ତୁ। ପିତାମାତାଙ୍କୁ ଲଜ୍ଜିତ କରି, ପିତାମାତାଙ୍କୁ ଅପମାନିତ କରି, ପିତାମାତାଙ୍କୁ ହେୟ ଜ୍ଞାନ କରି, ସେମାନଙ୍କୁ ସାଇଡ କରିକି, ଏକଘରିଆ କରିକି ଆପଣ କୋଉ ପ୍ରେମରେ ଆଗକୁ ବଢିପାରିବେ? ମୁଁ କହିବା ପାଇଁ ଚାହେଁ ଆପଣଙ୍କୁ, ଏ 5ଟି ବିଷୟ ପ୍ରତି ଧ୍ୟାନ ଦେବେ। ଉଚିତ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେବାକୁ ବିଳମ୍ବ କରିବେ ନାହିଁ। ଯଦି ଆପଣ କିଛି ଅଗ୍ରସର ବି ହେଇଛନ୍ତି ବା କି ପ୍ରକାର ଫାନ୍ଦରେ ପଡିଛନ୍ତି ବା ସମସ୍ୟାରେ ପଡିଛନ୍ତି, ଆମେ ସବୁ ଜାଣୁ। ଆଜି ସମୟ ଯାହା ଦେଖାଯାଉଛି, ପୁଅ ହୁଅନ୍ତୁ ବା ଝିଅ ହୁଅନ୍ତୁ, ଭଲ ପାଇବା ସମୟ ଠିକ ଅଛି। ଯଦି ଆପଣ ଓହରି ଆସିବେ, ସେ ଆପଣଙ୍କୁ ଅପମାନ କରିବ, ଏପରିକି ମାରିବା କଥା ମଧ୍ୟ ଆମେ ଦେଖୁଛୁ। ପ୍ରେମରେ ଫେଲିୟର ହେବେ, ଯଦି ଅପମାନିତ ହେବେ, ସେମାନେ କଣ ମଧ୍ୟ କରିପାରନ୍ତି। ପ୍ରେମ କରିବା ସମୟ ସମସ୍ତେ ଭଲ ଦେଖାଯାଆନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ବହୁତ ସମସ୍ୟା ସୃଷ୍ଟି କରେ। ତେଣୁ ବିଶେଷ କରି ମୁଁ ଯୁବା ଝିଅ ମାନଙ୍କୁ କହିବା ପାଇଁ ଚାହେଁ, ଘରୁ ବାହାରେ ରହିବା ସମୟରେ ଆପଣ ମାନେ ବହୁତ ସତର୍କ ହେବା ଦରକାର। ଆପଣ ଭାବନ୍ତୁ ନାହିଁ ଯେ ଆପଣ ସେଠି କଣ କରିଦେବେ। ମୁଁ ଆପଣ କହିବା ପାଇଁ ଚାହେଁ, ଆପଣ ବହୁତ ସାବଧାନ ହେବା ଦରକାର। ଯଥା ସମୟରେ ଉଚିତ ପରାମର୍ଶ ନିଅନ୍ତୁ। ପ୍ରଥମରେ ଆପଣଙ୍କ ସୃଷ୍ଟିକର୍ତ୍ତା ଈଶ୍ୱର ନିକଟରେ ପ୍ରାର୍ଥନା ଜଣାନ୍ତୁ। ଚାଳନାର ଅପେକ୍ଷା ରୁହନ୍ତୁ।
मन मध्य क्या रखिकी प्रार्थना करंतु नहीं, नचेत भ्रमित हेबे। आपण मन रखंतु जदि अविश्वासी पुओ बा झियो जेते शिक्षित हुंतु, जेते प्रतिष्ठित हुंतु, जेते सम्भ्रांत हुंतु, आगको बढ़ंतु नहीं। ताहा एक अज्ञात गात अटे, आपण पड़िले बाहरी पारिबे नहीं। आज समय अनेक युवा पुओ झी माने परस्पर शिक्षागत योग्यता निजको अति उन्नत मान लोक भाविकी से भावती जे नाई आम एकाठी पाठ पढ़िलु, एकाठी चाकरी करुछु, आम मिसिक रोचु, गोटे स्थान रोचु, आमर किसी टेंशन नाई, आम परस्पर को भल जानिछु। आपण एकाठी काम करि पारंती, एकाठी पाठ पढ़ी पारंती, गोटे कॉलोनी रही पारंती, किंतु परिवार गठन करि पारिबे नहीं। आपण मन रखंतु अविश्वासी पुओ बा झियो जेते शिक्षित हुंतु, जेते सुंदर हुंतु, जेते प्रतिष्ठित परिवार हुंतु, सम्रांत परिवार हुंतु, प्रेम रे आगको बढ़ंतु नहीं, नचेत परवर्ती समय आपण कांदिबे आ तार समाधान मध्य नथिबो। मु कहिबा पई चाहे जदि अण ख्रिस्टियान पृष्ठभूमि के आसी से प्रभु को जानी नाहंती, बा ख्रिस्टियान पृष्ठभूमि मध्य कौन सी पुओ बा झियो प्रभु को जानी नाहंती, पिता माता जते बाध्य कले मध्य आपण रोकठोक मना करंतु। कारण बाइबल कहे अविश्वासी सहित असमान रूपे जचा न जाओ। अविश्वासी सहित आलोकर संतान सहित अंधकार संतान कौन संपर्क नहीं। आपण जीवन में ईश्वर की इच्छा पूरा करंतु। विश्वासी पुओ झियो मध्य समय पूर्व भल पाइबा पाप अटे एवं अविश्वासी को बाहावा अपराध अटे। मु पुणी तो रिपीट करने चाहे, विश्वासी पुओ झियो समय पूर्व परस्पर को भल पाइबा पाप अटे। अपेक्षा करंतु समय। विश्वासी विश्वासी को मध्य प्रेम रे पड़ी न पारंती, आ अविश्वासी को बाहावा तो बड़ अपराध विषय अटे। किंतु आज समय आमे देखुछु अनेक पुओ झियो माने आगो पछ न विचारिकी आगो को बढ़ुछंती। ए संवाद विशेष करी जो माने 20 वर्ष कम बयस अछंती सेमानक पई, जे माने भल मंदर ज्ञान भी जानते, पाठ पढ़िछंती, किंतु शिक्षा मध्य पूरा करि नाहंती। भविष्यत पई मध्य सेमानकर पाठ पढ़ा एते आगो को जाई नहीं, चरित्र मध्य कोन हबो जानि नाहंती से माने। मु कहिबा पई चाहे यदि ए गोटे क्षेत्र आप अक्षम हेबे, आपण भविष्य अंधकारमय हो। आज बेल थाउ थाउ आपण आवेग को, आपण आतुरता को नियंत्रण करंतु, संयत करंतु, नचेत परवर्ती समय आपण बहुत कष्ट पड़िबे, बहुत कष्ट पड़िबे। आपण जदि प्रेम रे पढ़िछंती, तेणु ए प्रसंग मु प्रस्तुत कली। आपण प्रेम रे पढ़िछंती कि? ए 5टी परामर्श ध्यान देबे, ध्यान देबे। बाइबल गोटे पद लिखा जाए एफिसियो 5 पर्व तार 17 पद, एणु निर्बोध न होई प्रभु को इच्छा कौन ताहा बुझ। निर्बोध हुंतु नहीं। प्रेम करबा पई बयस अछि, प्रेम कुआडे जाए नहीं। प्रेम आपण जीवन में व्यवहार करि परिबे, किंतु समय अछि, बयस अछि। विवाह पूर्व जीवावस्था रे आमे जहाँ भी संपर्क रखू, शारीरिक संपर्क एगुड़ा पाप अटे, किंतु विवाह पर स्वामी स्त्री मध्य जो संपर्क रखा जाए पवित्र अटे। आज ये 5टी विषय को आप ध्यान रखिए। प्रथम विषय, आप प्रेम रे पढ़ा पूर्व जो बयस को ध्यान दिंतु। यह कौन प्रेम कर बयस ना शिक्षा अर्जन करने, भविष्य गठन कर बयस। और द्वितीय विषय, पाठ पढ़ा और भविष्य को अधिक ध्यान दिंतु। तो उत्तम पाठ पढ़े, भविष्य तैयारी करेंगे, आगामी समय आप शांति रही पारे, उत्तम बंधु बा बांधवी आप पाइपर, नचेत हंतसंत हेबे। तृतीय विषय, आप जो पुओ बा झियो सहित प्रेम रे पढ़ा जाउछंती बा पढ़िछंती, तांको सहित भविष्य गठन करि परिबे कि? हुएत आपनकर रिलेटिव हे पारंती, कजिन हे पारंती, बाही न पारंती। आपण से परिवेश रही पारिबे कि? से परिवार तो खाप खुआई चली पारिबे कि? से पुओ बा झियो जो पाठ पढ़ुछंती आपण को भविष्य कढ़ी नहीं पारिबो कि? सावधान। कौन सी व्यक्ति सहित, अज्ञात व्यक्ति सहित घनिष्ठता बढ़ेबा पूर्व चिंता करंतु। आ चतुर्थ विषय कहूतिले आपनको, आपनको आवेग को नियंत्रण करंतु। आपनको उत्तेजित कला भलिया जे कोनोसी पुस्तक, वेबसाइट, यूट्यूब, टीवी चैनल, सिनेमा, फ्रेंड्स से अलग रुहतु।
ଏବଂ ପଞ୍ଚମରେ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟଟେ, ଆପଣ ପ୍ରେମରେ ପଡ଼ିବା ପୂର୍ବରୁ ଥରେ ଆପଣଙ୍କ ଅଭିଭାବକଙ୍କ ସମ୍ପର୍କରେ ଭାବି ଦେଖନ୍ତୁ। ଆପଣଙ୍କର ଗୋଟିଏ ତ୍ରୁଟି ସେମାନଙ୍କୁ ଭାଙ୍ଗିଦେବ। ଆପଣଙ୍କ ଗୋଟିଏ ଭୁଲ ନିଷ୍ପତ୍ତି ପରିବାର ଅପମାନ ନେଇ ଆସିବ। ଲଜ୍ଜିତ ହେବେ ସେମାନେ। ଇଭେନ୍ ଆପଣ ମଧ୍ୟ କାହା ସମ୍ମୁଖ ମୁହଁ ଦେଖାଇ ପାରିବେନି। ମୁଁ କହିବା ପାଇଁ ଚାହେଁ, ପ୍ରାର୍ଥନାର ସହିତ ସ୍ଥିର ରୁହନ୍ତୁ। ଯଦି ଆପଣ କୌଣସି ପ୍ରକାର ଫାନ୍ଦରେ ପଡ଼ିଛନ୍ତି, ବାହାରି ଆସି ପାରୁନାହାନ୍ତି, ଜଣେ ଉତ୍ତମ ବ୍ୟକ୍ତି, ଚରିତ୍ରବାନ ବ୍ୟକ୍ତି ଯେ ଆପଣଙ୍କର ବୟସରେ ବଡ଼, ଏପରି ଏକ ଜଣେ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ। ବିଳମ୍ବ କରନ୍ତୁ ନାହିଁ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ଯୁବା ଭାଇ ଭଉଣୀମାନେ, ମୁଁ ଆପଣମାନଙ୍କ ପାଇଁ ପ୍ରାର୍ଥନା କରିବା ପାଇଁ ଚାହେଁ। ପ୍ରଭୁ ଆପଣମାନଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ମଙ୍ଗଳମୟ ପିତା ପରମେଶ୍ୱର, ଆପଣଙ୍କୁ ଧନ୍ୟବାଦ ଦଉଛି ପ୍ରଭୁ। ଆଜି ମୋର ଯୁବା ଭାଇ ଭଉଣୀମାନଙ୍କ ସମ୍ମୁଖରେ ପ୍ରଭୁ ଗୋଟେ ଛୋଟ ପ୍ରସଙ୍ଗରେ ବାର୍ତ୍ତା ପରିବେଷଣ କରିବା ପାଇଁ ଆପଣ ମୋ ହୃଦୟରେ ଚାଳନା ଦେଇଛନ୍ତି। ପ୍ରଭୁ ଦୟାକରି ସାହାଯ୍ୟ କର। ପ୍ରଭୁ ଆମର ଯୁବା ପୁଅ ଝିଅମାନେ ଅବାଟରେ ଯିବା ସମୟରେ ପ୍ରଭୁ ଏହି ପ୍ରସଙ୍ଗଟି ସେମାନଙ୍କ ଜୀବନରେ କାର୍ଯ୍ୟ କରୁ। ପ୍ରଭୁ ସମୟ ପୂର୍ବରୁ, ବୟସ ପୂର୍ବରୁ ଶିକ୍ଷା ଅର୍ଜନ ନ କରି, ଭବିଷ୍ୟତ ଗଠନ ନ କରି ଭୁଲ ପଦକ୍ଷେପ ନେବା ପୂର୍ବରୁ ପ୍ରଭୁ ସେମାନଙ୍କୁ ଦୟାକରି ସାହାଯ୍ୟ କର। ଅନୁଗ୍ରହକାରୀ ପିତା ପରମେଶ୍ୱର, ଆପଣଙ୍କ ଦୟା ସେମାନଙ୍କ ସଙ୍ଗ ଧରୁ। ପ୍ରଭୁ ପ୍ରଭୁ ସେମାନେ ଟିନେଜରେ ରହିଥିବା ସକାଶେ ଗୋଟେ ବିଷୟ ଜାଣିପାରନ୍ତି ନାହିଁ ପ୍ରଭୁ, କଣ କରିବାକୁ ହବ ତାହା ଜାଣନ୍ତି ନାହିଁ। ପ୍ରଭୁ ଦୟାକରି ସାହାଯ୍ୟ କର, ଅନୁଗ୍ରହ କର। ପ୍ରଭୁ ପୁଅ ଝିଅମାନେ ବାପା ମାଙ୍କ ଠାରୁ ଦୂରରେ ରୁହନ୍ତି, ସ୍କୁଲ କଲେଜରେ ରୁହନ୍ତି, ହଷ୍ଟେଲରେ ରୁହନ୍ତି, ବାହାରେ ଚାକିରି କରିବା ପାଇଁ ଯାଆନ୍ତି, ବାହାରେ ଟ୍ୟୁସନ ଯାଆନ୍ତି, ଟ୍ୟୁଟୋରିଆଲକୁ ଯାଆନ୍ତି। ପ୍ରଭୁ ଅଜ୍ଞାତ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିକି ପ୍ରଭୁ ଅନେକ ଭୁଲ ପଦକ୍ଷେପ ନେଇଛନ୍ତି। ପ୍ରଭୁ ଆବେଗକୁ ନିୟନ୍ତ୍ରଣ କରିପାରି ନାହାନ୍ତି। ପବିତ୍ରାତ୍ମା ପରମେଶ୍ୱର ଦୟାକରି ସାହାଯ୍ୟ କର। ପ୍ରଭୁ ସେମାନେ ଯେପରି ଆଗାମୀ ସମୟରେ ସବୁ ବିଷୟ ସତର୍କ ହେବେ। ଆପଣ ବାପା ମା, ଆପଣ ପରିବାର, ଆପଣ ବନ୍ଧୁ ବର୍ଗ ବିଷୟରେ ଭାବିବେ ପ୍ରଭୁ, ସେମାନଙ୍କ ମଣ୍ଡଳୀ ବିଷୟରେ ଭାବିବେ ପ୍ରଭୁ, ଦୟାକରି ସାହାଯ୍ୟ କର। ପ୍ରଭୁ ଆପଣ ପିତାମାତାଙ୍କୁ ପୁଣି ଆପଣଙ୍କୁ ପ୍ରଭୁ ଯେପରି ସେମାନେ ଦୁଃଖ ନ ଦିଅନ୍ତି, ଏଥିପାଇଁ ଅନୁଗ୍ରହ କର। ପ୍ରଭୁ ଆଜିର ସମୟରେ ଯେଉଁ ପୁଅ ଝିଅମାନେ ପ୍ରଭୁ ଅବିଶ୍ୱାସୀ ପୁଅ ଝିଅମାନଙ୍କ ସହିତ ବନ୍ଧୁତା ସ୍ଥାପନ କରି ବିବାହ କାର୍ଯ୍ୟରେ ଆଗକୁ ବଢିବା ପାଇଁ ନିଷ୍ପତ୍ତି ନେଉଛନ୍ତି, ସେମାନଙ୍କୁ ବୁଝିବା ପାଇଁ ସାହାଯ୍ୟ କର। ପ୍ରଭୁ ବୁଝିବା ପାଇଁ ସାହାଯ୍ୟ କର, ଦୟା କର ପ୍ରଭୁ, ଅନୁଗ୍ରହ କର। ପ୍ରଭୁ ସେମାନେ କେତେ ବଡ଼ ଅପରାଧ ଆପଣଙ୍କ ବିରୁଦ୍ଧରେ କରୁଛନ୍ତି ତାହା ବୁଝିବା ପାଇଁ ସାହାଯ୍ୟ କର। ଅସମାନ ଜୁଆଳରେ ଯଚା ଯାଉଛନ୍ତି ପ୍ରଭୁ, ଆଲୋକ ଅନ୍ଧକାରକୁ କେବେ ମିଶିବ ନାହିଁ ବୋଲି ଆପଣ କହିଛନ୍ତି ପ୍ରଭୁ, ସେମାନେ ତାହା ଗଠନ କରିବା ପାଇଁ ଯାଉଛନ୍ତି। ପିତା ଦୟା କର ବୋଲି ପ୍ରାର୍ଥନା କରୁଛି। ପ୍ରଭୁ ମୋର ଯୁବା ଭାଇ ଭଉଣୀ ମାନେ ଉତ୍ତମ ପାଠ ପଢିବେ, ଉତ୍ତମ ଭବିଷ୍ୟତ ଗଠନ କରିବେ, ଦେଶର ଗୋଟେ ପ୍ରଭୁ ସଭ୍ୟ ନାଗରିକ ହେବେ, ଉତ୍ତମ ଚରିତ୍ରବାନ ହେବେ। ପ୍ରଭୁ ଏ ପ୍ରକାର ଅନୁଗ୍ରହ କର ଏବଂ ଭବିଷ୍ୟତ ଜୀବନରେ ସେମାନେ ବାହାଘର ଆଗେଇକି ପ୍ରଭୁ ଉତ୍ତମ ଜୀବନ ସାଥୀ ପାଇପାରିବେ ଏ ପ୍ରକାର ସାହାଯ୍ୟ କର। ସେମାନଙ୍କୁ ଦୂରଦୃଷ୍ଟି କର ପ୍ରଭୁ, ବୁଝିବା ପାଇଁ ସାହାଯ୍ୟ କର। ଯଦି କେହି ଏ ପ୍ରକାର ଭୁଲ ଫାନ୍ଦରେ ପଡି ଯାଇଛନ୍ତି ପ୍ରଭୁ, ଆଜି ସେଠୁ ବାହାରିବା ପାଇଁ ଅନୁଗ୍ରହ କର ବୋଲି ପ୍ରାର୍ଥନା କରୁଛି। ଦୟାମୟ ସ୍ୱର୍ଗସ୍ଥ ପିତା, ଆପଣଙ୍କ ନାମର ମହିମା ହଉ, ଗୌରବ। ପ୍ରାର୍ଥନା ଶୁଣିଲ, ସେଥିପାଇଁ ଧନ୍ୟବାଦ ଦିଏ ପ୍ରଭୁ। ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କର। ପ୍ରଭୁ ଜଣେ ପାଠ ପଢୁଛନ୍ତି, ଜ୍ଞାନର ଅଭାବ ଅଛି, ଜ୍ଞାନ ଦିଅ ପ୍ରଭୁ। ପାରିବାରିକ ସମସ୍ୟା ମଧ୍ୟ ରହିଛନ୍ତି, ଗୁଡିଏ ପ୍ରକାର ପ୍ରଭୁ ପରିସ୍ଥିତି ଗତି କରୁଛନ୍ତି, ଅନୁଗ୍ରହ କର ପ୍ରଭୁ, ଦୟା କର ପ୍ରଭୁ। ପ୍ରାର୍ଥନା ଶୁଣିଲ, ଧନ୍ୟବାଦ। ଆଦର ମହିମା ଗୌରବ ଆପଣଙ୍କୁ ଦେଇ ପ୍ରାର୍ଥନାଟି ମୋର ପ୍ରାଣର ପ୍ରିୟ ଯୀଶୁଙ୍କ ନାମରେ ମାଗିଲି, ଆମେନ୍। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରିୟ ଯୁବା ଭାଇ ଭଉଣୀ ମାନେ, ଏହି ସମ୍ବାଦ ଦ୍ୱାରା ନିଶ୍ଚିତ ଭାବରେ ଆପଣମାନେ ଉପକୃତ ହେଇଥିବେ। ଯଦି ସମ୍ଭବ ଆପଣଙ୍କର କୌଣସି ସାଙ୍ଗସାଥୀ ଅଛନ୍ତି ଯେଉଁମାନେ ଏ ପ୍ରକାର ପରିସ୍ଥିତିରେ ଅଛନ୍ତି, ଆପଣ ଭାବୁଛନ୍ତି ଏହି ପ୍ରସଙ୍ଗଟି ସେମାନେ କାମରେ ଆସିବ, ପ୍ଲିଜ ଆପଣ ସେମାନଙ୍କୁ ସେୟାର କରନ୍ତୁ। ଆଉ ବୟସ୍କ ବାପା ମା ମାନଙ୍କୁ ମଧ୍ୟ କହିବା ପାଇଁ ଚାହେଁ, ଯଦି ଆପଣ ଭାବୁଛନ୍ତି ଏ ପ୍ରସଙ୍ଗଟି ଆପଣଙ୍କ ପୁଅ ବା ଝିଅର ଜୀବନରେ କାର୍ଯ୍ୟରେ ଆସିବ, ତାଙ୍କୁ ମଧ୍ୟ ଶୁଣିବା ପାଇଁ ଉତ୍ସାହିତ କରନ୍ତୁ। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ପ୍ରଭୁ ଆପଣମାନଙ୍କ ସହିତ ରହିକି ମହିମା ପ୍ରକାଶ କରନ୍ତୁ।